ଝିଅକୁ ନ ଆଣିବା ଦ୍ୱାରା ହିଁ ଆଜି ସମାଧାନଟା ଆଜି ରହିଲା। ଗଣ୍ଡଗୋଳ ଆଡକୁ କଥାଟା ଗଲା, ଝାମେଲା ଆଡକୁ ଗଲା କଥା। ସେ ସବୁ କଥା ଛାଡନ୍ତୁ, ସେ ସବୁ କଥା ସେ ଗଲା ସେ କଥା। ସେ ପର ଲୋକ ବାହାର ଲୋକ କହିଲେ ପୁଅକୁ ହେଲା କି, ବହୁତ ଲୋକ ପୁଅକୁ ଭଲ ପାଆନ୍ତି। ସେ ସବୁ ବାବଦରେ ଆମ ପୁଅ ମନରେ କିଛି ଦୁଃଖ ନାହିଁ ହେଲା କି। ଯଦି ପୁଅ ମନରେ ଦୁଃଖ ଥାନ୍ତା ସେ ମରି ସାରନ୍ତାଣି। ସେମିତି ବାବଦରେ କିଛି ଆମ ମନରେ ଦାଗ ଘଷା ନାହିଁ। ସେମିତି ସମାଧାନ କରିଦିଅନ୍ତୁ, ଆମ ପୁଅ କେମିତି ଜୀବନ ରକ୍ଷା ପାଇଯାଉ, ସେ ଝିଅ କେମିତି ଜୀବନ ରକ୍ଷା ପାଇଯାଉ। ଯାହା ଆମେ ନେଇଛୁ ତାଙ୍କୁ ସବୁ ରିଟର୍ନ କରିଦେବୁ। ଆମେ ବି କିଛି ନେଇନୁ, ଯାହା ନେଇଛୁ ଟଙ୍କା 50,000 ବାଟ ଖର୍ଚ୍ଚ ଦେଇଥିଲେ ତାକୁ ବି ଦେଇଦେବୁ, ମୁଦି 3ଟା ଦେଇଦେବୁ, ବାସ୍ ସଇଲା। ଆଉ ମତେ କିଛି ଝିଅ ଯଦି ଶିକ୍ଷିତ ହେଇଥିବ, ଯଦି ଝିଅ ଯଦି ଠିକ ମାନେ ମଣିଷ ପିଲା ହେଇଥିବ, ଗୋଟେ ପାଠ ସାଠ ପଢିଥିବ, ତା ମୁଣ୍ଡରେ ବୁଦ୍ଧି ଥିବ, ସିଏ ଆସିକିରି ସମାଧାନ କରିଦଉ। କିଛି ମାନେ ଝାମେଲା ଝାଟି ନାହିଁ, ଛୋଟିଆ ମୋଟିଆ କଥା। ଏଇଟା କିଛି ବଡ କଥା ନୁହଁ, ବଡ କଥା ସିଏ କରୁଛନ୍ତି। ଏଇଟା ଭୁଲ କଥା କହୁଛନ୍ତି। ମାନସିକ ଏଥିରେ କଣ, ଆମେ ତ ସେଠି ଝଗଡା ଝାଟି ଚାହୁଁନୁ କି କିଛି ସାମାନ୍ୟ ଛୋଟ ସମାଧାନଟେ। ସେ ଝିଅ ଆସିଥାନ୍ତା ଆଜି, ବା ସେ ଛୋଟିଆ ଛୋଟିଆ କଥା କିଏ କଣ ଦେଲା ନେଲା ତ ଆମେ ମିଡିଆରେ ମୁଁ କହିଦେଇଛି ଆମର କିଛି ଦରକାର ନାହିଁ ବୋଲି। ତାଙ୍କର ଯାହା ଦେଇଥିଲେ ବି ତାଙ୍କୁ ସବୁ ଦିଆହବ ବୋଲି ଆମେ କହିଦେଇଛୁ, କିଛି ଦେଇ ବି ନାହାନ୍ତି। ସମାଧାନ ଆଜ୍ଞା ତ କିଛି ହେଇପାରିଲାନି। ଆପଣମାନେ ତ ସବୁ ସେଠି ଥିଲେ ଉପସ୍ଥିତ, ଆଉ ସମାଧାନ କିଛି ହେଇପାରିଲା ନାହିଁ। ସେ ଆପଣ ତ ଦେଖିଲେ, ସେ ଝିଅର ବାପା ଯିଏ, ସିଏ ତାଙ୍କ ଝିଅକୁ ଆଣିନାହାନ୍ତି। ସମାଧାନ କଣଟା କେମିତି କିଏ କରିବ? ଝିଅକୁ ନ ଆଣିବା ଦ୍ୱାରା ହିଁ ଆଜି ସମାଧାନଟା ଆଜି ରହିଲା। ଗଣ୍ଡଗୋଳ ଆଡକୁ କଥାଟା ଗଲା, ଝାମେଲା ଆଡକୁ ଗଲା କଥା। ଆଜ୍ଞା ମୁଁ ଜାଣିପାରୁଥିଲି ଆଜ୍ଞା ଯେ ସେ ଏମିତି ଖେଳ ଖେଳିବେ ବୋଲି। ମୁଁ ଜାଣିଥିଲି ସେ ଏମିତି ଖେଳ ଖେଳିବେ, କାରଣ 12ଟା ବାଜିଲାଣି, ଆମେ 10ଟା କହିଥିଲେ। କାଲି ଲେଖିକି ଆମେ ସାଙ୍ଗ ହେଇକି ଯାଇ ଆଣିଲୁ। ମାନେ ସେ ଆଇନ କାନୁନକୁ ସେମାନେ ମାନୁନାହାନ୍ତି। ସେମାନେ ଆଇନ କାନୁନକୁ ମାନେ ମିସ୍ ୟୁଜ କରୁଛନ୍ତି ଆଜ୍ଞା, ମାନୁନାହାନ୍ତି ସେମାନେ। ଝିଅ ବାଲା ହେଇକି, ଝିଅ ବୋଲିକିନି ମିଛ ସତ ଯାହା ପାଇବେ ତା ଓଲଟା ସିଧା ତା ବାପା ଏଠି ଆଜ୍ଞା ଆପଣଙ୍କ ଆଗରେ ସେ କହିଲେ, କୋଉ ଭଳିଆ କଥା କହିଲେ ଯେ ପୁଅ କଣ ବିଷୟରେ ସବୁ, ଯେ ତାଙ୍କର କଣ କଣ ହେଇଥିଲା, ତ ସବୁ ରେକର୍ଡ ଅଛି। ଆପଣ ବଜେଇଲେ ଆପଣ ସମସ୍ତେ ଦୁନିଆ ଯାକ ଲୋକ ଜାଣିବେ ଆଜ୍ଞା। ପୁଅ ବାଲା ଘର ଆଜ୍ଞା ମାନେ 3 ଖଣ୍ଡ ମୌଜାର ଲୋକ ଆସିଥିଲେ ଆଜ୍ଞା ପୁଅ ବାଲାଙ୍କର। ଝିଅ ବାଲା ଘର ବୋଧେ 4-5 ଜଣ ଆସିଥିଲେ। ତା ଦେହରୁ ଖାଲି ତାଙ୍କ ସରପଞ୍ଚ ଯିଏ କିଛି କଣ କହିଛନ୍ତି ବୋଧେ, ଆଉ ଜଣେ କଣ ବୋଧେ ବୁଢା ମଶା ଜଣେ କଣ ଟିକେ କହିଛନ୍ତି, ଆପଣଙ୍କର ରେକର୍ଡିଂ ଥିବ। ଆଉ ତା ବାପା, ଆଉ ତ ତୃତୀୟ ଲୋକ କେହି ପାଟି ମୁହଁ ଖୋଲିନାହାନ୍ତି। ସେ ବୋଧେ ସେଇ 5-6 ଜଣ କି 8 ଜଣ ଖଣ୍ଡେ ଆଇଥିଲେ ବୋଧେ ଆଜ୍ଞା। କିଛି ଏଠି ଆଜ୍ଞା ବିଚାର ତ ଆପଣ ଦେଖିଲେ ଗଣ୍ଡଗୋଳିଆ ହେଲା, ବିଚାର କିଛି କରେଇଦେଲେନି। ସେ ତ ଝିଅକୁ ଆଇଲେ ନାହିଁ ମିଟିଂକୁ। ଏଠି କଣ କିଏ ବିଚାର, କୋଉ ବାବଦରେ ବିଚାର କରିବେ? ବିଚାର କାହା ବିରୁଦ୍ଧରେ ଆପଣ କରୁଥିଲେ? ଝିଅ ତ ଆସିନଥିଲା। ବିଚାର କିଛି ହେଇପାରିଲା କି ଆପଣ ଦେଖିଥିଲେ? ଆମେ ଭାବିଲୁ ସେ ଝିଅ ବୋଧେ ଆଉଛି, ଆମେ ଖାଲି ବସିକିନି ଆଲୋଚନା କଲା ଭିତରେ ଝିଅ ଆସୁଛି ଭାବିଲୁ ଆମେ। ଶେଷରେ ଦେଖିଲାକୁ ଝିଅ ମୂଳରୁ ଆସୁନି। ତାଙ୍କ ବାପା କାହିଁ ଚାଲି ଯାଉଥିଲେ? ଆପଣ ସେମିତି କିଛି କଟୁ କଥା କହୁଥିଲେ କି ତାଙ୍କୁ? ନା ନା, ଆମେ କାହିଁ କଟୁ କଥା କହିବା? ଆମେ ଆଜ୍ଞା ଚୋରି ଉପରେ ଯୋଉ ସୀମା ଚୋରି, ସେଇ ଜିନିଷଟା ଆଜ୍ଞା। ସେଇଥିପାଇଁ ବୋଲିକି ମୁହଁ ଲୁଚିକି ମୁହଁ ନ ଦେଖେଇ ସେ ବର୍ତ୍ତମାନ ଚାଲି ଯାଉଛି। ଆଜ୍ଞା ଆଜ୍ଞା, ସେ ଝିଅ ବାଲା ତ ଆଜ୍ଞା, ଝିଅର ପଟେ ସବୁ ଆଇନ କାନୁନ, ସେଥିଲାଗି ସିଏ ଟିକେ ସେମିତି ରଙ୍ଗ ଦେଖାଉଛନ୍ତି। ଯାଇକି ବର୍ତ୍ତମାନ ତ ଆମ ପୁଅର ଭବିଷ୍ୟତ ଗଲା। ମୁଁ ଭାବୁଛି ସେ ପୁଅର ଭବିଷ୍ୟତ କଣ ହବ, ମୁଁ ତ କିଛି ଜାଣିପାରୁନି। ସେ କହୁଛନ୍ତି ମୋ ଝିଅର ମାନସିକ ଅବସ୍ଥା ଠିକ ନାହିଁ। ଏଇଟା ଭୁଲ କଥା କହୁଛନ୍ତି। ମାନସିକ ଏଥିରେ କଣ, ଆମେ ତ ସେଠି ଝଗଡା ଝାଟି ଚାହୁଁନୁ କି କିଛି ସାମାନ୍ୟ ଛୋଟ ସମାଧାନଟେ। ସେ ଝିଅ ଆସିଥାନ୍ତା ଆଜି, ବା ସେ ଛୋଟିଆ ଛୋଟିଆ କଥା କିଏ କଣ ଦେଲା ନେଲା ତ ଆମେ ମିଡିଆରେ ମୁଁ କହିଦେଇଛି ଆମର କିଛି ଦରକାର ନାହିଁ ବୋଲି। ତାଙ୍କର ଯାହା ଦେଇଥିଲେ ବି ତାଙ୍କୁ ସବୁ ଦିଆହବ ବୋଲି ଆମେ କହିଦେଇଛୁ, କିଛି ଦେଇ ବି ନାହାନ୍ତି। ଟଙ୍କା 35,000 ଦେଇଥିଲେ ଜୋଇଁର ବାଟ ବରଣୀ ଖର୍ଚ୍ଚଟା, ଆଉ ବାକି ମୁଦି 3ଟା ତାଙ୍କର ସେଠି ବନ୍ଦେଇଥିଲେ ବୋଧେ। ସେଠି ତ ତାଙ୍କର ଲେଖାପଢା ହେଇଲେ, ଆମେ ତ ସେ ଦବାକୁ ରାଜି ଅଛୁ। ଆଉ ତ ତାଙ୍କଠୁ କିଛି ଆମେ ଆଣିବାକୁ ବି ଚାହୁଁନୁ, ଯେ ସେ ଯେହେତୁ ସେମାନେ ଗରିବ ଲୋକ, ଆମେ ବି ଗରିବ ଲୋକ। ଆମେ କାହିଁକି, ଆମେ ଯାହା ହେଇଗଲା ସେଇ ବାବଦରେ ଆମକୁ ଆଗରୁ କହିସାରିଛି। ଏଠି ଆମେ କିଛି ଭିଡି ବି କରିନୁ। ସେ ତ ଆଲୋଚନା ଉପରୁ କଥା ଗଲାନି କି ଝିଅ ତ ଏଠିକି ଆସିଲାନି। ମେନ୍ କଥା ଝିଅ ଆସିଲାନି, ଆମେ କଣ ସେଠି ବିଚାର କରିଥାନ୍ତୁ? ମୁଁ ଭାବୁଛି ସିଏ କାହା ସାଙ୍ଗରେ ପଳେଇଛି ଆଜ୍ଞା, ଖରାପ ଭାବନ୍ତୁ ନାହିଁ। ସିଏ ପଳେଇଛି କାହା ସାଙ୍ଗରେ ଆଜ୍ଞା, ନହେଲେ ତାଙ୍କ ବାପା ନିଜେ ଯାଇକିନି ଆଇସିଙ୍କଠୁ ମ୍ୟାଡାମ କୋଠୁ ସେଠି ଲେଖା ନେଇକି ଆଇଲେ। ମୁଁ ବି ନିଜେ ଯାଇଥିଲି, ଲେଖା ନେଇକି ଆଇଲୁ, ହେଲେ ଝିଅ ଆସିଲା ନାହିଁ। ଝିଅ କୁଆଡେ ପଳେଇଛି? ଝିଅ କୁଆଡେ ପଳେଇଛି ମାନେ କଣ ଆଜ୍ଞା? ମାନେ କଣ ଆଜ୍ଞା, ଝିଅ କୁଆଡେ ପଳେଇଛି ମାନେ ମୁଁ ଭାବୁଛି କି କଣ ଚକ୍ରାନ୍ତ, ସିଏ କୋଉ ବନ୍ଧୁବାନ୍ଧବ ଘରକୁ ପଳେଇଛି କି ଲୁଚୁଛି ତାକୁ, ଏଇ ଯୋଉ ସବୁ ହେଲା ପରେ ସେ କୁଆଡେ ପଳେଇଛି ବୋଧେ ବନ୍ଧୁବାନ୍ଧବ ଘରକୁ, ମତେ ଲାଗୁଛି। କିନ୍ତୁ ଝିଅ ଯଦି ଦେଖୁଥିବ ଆପଣଙ୍କୁ, ଝିଅକୁ କଣ କହିବେ? ତ କିଛି ଅସୁବିଧା କିଛି ନାହିଁ, ଏମିତି ତ ନୀତିଦିନିଆ ଘଟଣାରେ ହୁଏ। ଝିଅକୁ କହୁଛି, ମା ଲୋ ତୁ ମୋ ଝିଅ ଭଳିଆ, ଆସିକି ଏଠି ସମାଧାନ କରିଦେ। ପୁଅ ଜୀବନ ବି ସୁଖମୟ ହଉ, ତୋ ଜୀବନ ବି ସୁଖମୟ ହଉ। ଏଠି କିଛି ଆମେ ଚାହୁଁନୁ କିଛି ଝାମେଲା ଝାଟି। ପବ୍ଲିକ ଯେତେ ସବୁ ଗାଁ ସାହି ପଡିଶା ଅଛନ୍ତି, କାହା ପାଖରେ ସମୟ ନାହିଁ ଯେ ବାରମ୍ବାର ଆସି ଏଠି ଡିସାଇଡ୍ କରିବେ। କେହି ଡିସାଇଡ୍ କରିବାକୁ ଆସିବେନି। 2-4 ଜଣ ହଉ ପଛେ ଆମ ଥାନାକୁ ହଉ ଆସିକି, ଆମେ ତ ଆପଣଙ୍କ ଥାନାକୁ ଯିବୁନି, ଯେହେତୁ ଆପଣ ଯାଇଛନ୍ତି ଆମକୁ ଛାଡିକି, ଆମେ ଆପଣଙ୍କୁ ଛାଡିକି ଯାଇନୁ। ତ ଆମ ଥାନାକୁ ଆସିକିନି, ଆମ ଥାନାରେ ଆସିକି ବସିକିନି ସମାଧାନ କରିଦେଇ, ଲେଖାପଢା କରିଦେଇକି, ଗୋଟେ ଛୋଟିଆ ମୋଟିଆ କିନି ବାସ୍ ଏଗ୍ରିମେଣ୍ଟ କରିଦେଇକିନି ଆପଣ ଯାଆନ୍ତୁ ଭାରି। ଝିଅ ଆପଣଙ୍କ କଥାରୁ ଯାହା ଜଣା ପଡୁଛି, ଆପଣଙ୍କର ସେ ଝିଅ ପ୍ରତି ଟିକେ ବି ରାଗ ଅଭିମାନ କଣ ଅଛି ଆଜ୍ଞା? ସମାଧାନ ହେଇଗଲେ ସବୁ କିଛି ଠିକ ହେଇଯିବ।
ଯେ ଯୋଉ ପୁଅକୁ କିଏ ମାଙ୍କଡ କୁକୁର ଏମିତି ସେ ସବୁ କହୁଥିଲେ କଥା ଛାଡନ୍ତୁ, ସେ ସବୁ ସେମାନେ କଥା ସେ ଗଲା ସେ ସିଏ କଥା ଆସିକି ସେ ପର present। ଲୋକ ବାହାର ଲୋକ କହିଲେ ପୁଅକୁ ହେଲା କି ବହୁତ ଲୋକ ପୁଅକୁ ଭଲ ପାଆନ୍ତି। ସେ ସବୁ ବାବଦରେ ଆମ ପୁଅ ମନରେ କିଛି ଦୁଃଖ ନାହିଁ ହେଲା କି। ଯଦି ପୁଅ ମନରେ ଦୁଃଖ ଥାନ୍ତା ସେ ମରି ସାରନ୍ତାଣି। ସେମିତି ବାବଦରେ କିଛି ଆମ ମନରେ ଦାଗ ଘଷା ନାହିଁ। ସେମିତି ସମାଧାନ କରିଦିଅନ୍ତୁ, ଆମ ପୁଅ କେମିତି ଜୀବନ ରକ୍ଷା ପାଇଯାଉ, ସେ ଝିଅ କେମିତି ଜୀବନ ରକ୍ଷା ପାଇଯାଉ। ସେଇ କଥା ମୁଁ କହିପାରିବିନି, ମୁଁ ଏତେ କଥା ଯାଉନି। ମତେ ଶେଷ ଜିନିଷ ମତେ ସମାଧାନ ଦରକାର। ସେ ଝିଅ ଭଲରେ ଆସିକିନି ଅଳ୍ପ ବହୁତ କିନି ସମାଧାନ କରିଦଉ। ଏ ମିଡିଆ ଫିଡିଆ ଏସବୁ ଯୋଉ ଜିନିଷ ଗୁଡାକ ଇଏ ହଉଛି, ସେ ଜିନିଷ ଅଟୋମେଟିକ ବନ୍ଦ ହେଇଯିବ। ସିଏ ଯେତେ ଅବହେଳା କରୁଛନ୍ତି ଏ ସବୁ ନିଜ ଭାଇରାଲ ତାଙ୍କର ହଉଛି। ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କହୁଛନ୍ତି, ତାଙ୍କର ମଜାକ ଉଡଉଛନ୍ତି, ତାଙ୍କ ଜୀବନଟା ନଷ୍ଟ ହେଇଯାଉଛି। ଆଚ୍ଛା, ସେ ଆଜି ନିଜେ ତ ନିଜେ ନଷ୍ଟ କରୁଛନ୍ତି। ଆଜି ଆଜ୍ଞା 22 ମାର୍ଚ୍ଚରେ ସମାଧାନ ହେଲାନି, ଆଜ୍ଞା ତାହେଲେ ନେକ୍ସଟ ପୁଣି ନେକ୍ସଟ ବୁଧବାରକୁ ରଖିଛନ୍ତି ଯେ 4-5 ଜଣ ଆମର କିଛି ଆସିବେ, ତାଙ୍କର 4-5 ଜଣ ଆସିବେ। ହୁଏତ ସେଇଦିନ ଯଦି ହେଇଯାଏ ତାହେଲେ ଭଗବାନ ଦରେ ଭଲ କଥା, ନହେଲେ ତାପରେ ଯଦି ତାଙ୍କୁ ସେଥିରେ ବି ମନୋନୀତ ନୁହଁ ସେ ଥାନାକୁ ଆସି କରନ୍ତୁ, କିନ୍ତୁ ଯୋଉଟା ସମାଧାନ ଅଳ୍ପକେ କରିଦିଅନ୍ତୁ। ଆମେ କିଛି ତାଙ୍କୁ ମାଗୁନୁ, କିନ୍ତୁ ଯାହା ଆମେ ନେଇଛୁ ତାଙ୍କୁ ସବୁ ରିଟର୍ନ କରିଦବୁ। ଆମେ ବି କିଛି ନେଇନୁ, ଯାହା ନେଇଛୁ ଟଙ୍କା 50 ବାଟ ଖର୍ଚ୍ଚ ଭିତରେ ତାକୁ ବି ଦେଇଦବୁ, ମୁଁ 2-3ଟା ଦେଇଦବୁ, ବାସ୍ ସଇଲା। ଆଉ ମତେ କିଛି ସେଟା ଦେଖାଯିବ ଆଜ୍ଞା, ମୁଁ ଏବେ କିଛି କହିପାରିବିନି। ସେମିତି ମୁଁ କେମିତି ଆଗ ମୁଁ ଭଗବାନ, ମତେ ସେ କଥା କିଛି ପଚାରନ୍ତୁ ନାହିଁ। ଯାହା ହବ ସେତିକି ଆଜ୍ଞା ରଖନ୍ତୁ। ଝିଅ ଆସିଲେ ହିଁ ସମାଧାନ ହବ। ଆସିଲେ ହିଁ ସମାଧାନ ହବ ଆଜ୍ଞା। ସେ ଚାହିଁଲେ, ଝିଅ ଯଦି ଚାହିଁବ ତା ନିଜ ଇଜ୍ଜତ ବଞ୍ଚେଇବ, ଆଉ ପୁଅ ଇଜ୍ଜତ ବଞ୍ଚେଇବ। ଏସବୁ ଯୋଉ ଜିନିଷ ଚାଲିଛି, ବଦନାମ ଚାଲିଛି, ମୋ ବି ଇଜ୍ଜତ ଆଜ୍ଞା ଯାଉଛି। ଲୋକମାନେ କଣ ନାଇଁ କଣ ଭାବୁଛନ୍ତି, ମତେ ବି ବହୁତ ଟେନସନ ଲାଗିଲାନି। ମୁଁ କୁଆଡେ ବୋଧେ ପଳେଇବି ଭାବୁଛି, ବମ୍ବେ ପଳେଇବି ଆଜ୍ଞା। ମୁଁ ଆଉ ଏଠି ରହିବିନି, ମୁଁ ନହେଲେ ଆଉ ରହିଲେ ମୁଁ ବି ପାଗଳ ହେଇଯିବି। ମୋର ଛୁଆ ଦିଟା ଆପଣ ଜୀବନ ବି ମ୍ୟାରେଜ ଭବିଷ୍ୟତ ଅନ୍ଧାର। କରିଛନ୍ତି ବା, ପୁଅ ଆଜ୍ଞା ଝିଅ ମୋର ଦିଟା 2ଟା ଅଛନ୍ତି। ଝିଅ। ଆଉ କେମିତି ଛାଡିକି ପଳେଇବେ? ମତେ ମୁଁ ପାଗଳ ହେଇଯିବି ଆଜ୍ଞା। ଏଇ ଆପଣ ମାନେ ଯୋଉ ଆସିକି ସବୁ ଇଏ କରୁଛନ୍ତି, ଲୋକମାନେ କେତେ ପ୍ରକାର କମେଣ୍ଟ ଦଉଛନ୍ତି, ମୁଁ କିଛି ବୁଝିପାରୁନି। କେମିତି କଣ ସମାଧାନ କରେଇ ଦିଅନ୍ତୁ। ସେ ଝିଅକୁ ହାତ ଯୋଡି କହୁଛି, ସେ ଜଲ୍ଦି ଆସି ସମାଧାନ କରିଦଉ। ତା ବାପା ଯୋଉ ଦୁଇ ଭଳିଆ ପରିବାରର ଇଜ୍ଜତ ବଞ୍ଚିଯାଉ ଆଜ୍ଞା ନାଇଁ? ଆଜ୍ଞା, ତା ବାପା ଯୋଉ ମୂର୍ଖ ବୁଦ୍ଧି କରୁଛି, ସେ କେସ୍ ବେଶୀ ବଢି ଯିବ, ଛିଡିବ ନାହିଁ ଜମା। ଝିଅ ଯଦି ଶିକ୍ଷିତ ହେଇଥିବ, ଯଦି ଝିଅ ଯଦି ଠିକ ମାନେ ମଣିଷ ପିଲା ହେଇଥିବ, ଗୋଟେ ପାଠ ସାଠ ପଢିଥିବ, ତା ମୁଣ୍ଡରେ ବୁଦ୍ଧି ଥିବ, ସିଏ ଆସିକିରି ସମାଧାନ କରିଦଉ। କିଛି ମାନେ ଝାମେଲା ଝାଟି ନାହିଁ, ଛୋଟିଆ ମୋଟିଆ କଥା। ଏଇଟା କିଛି ବଡ କଥା ନୁହଁ, ବଡ କଥା ସେ କରୁଛନ୍ତି। ତାର ଇଚ୍ଛା ନଥିଲା, ସେ ଚାଲିଗଲା। ଆମେ ବି ସେଇଟା ଚାହୁଁଛୁ, ଚାଲିଗଲା ସେଟା ତାର କ୍ଲୋଜ କରିଦଉ କେସଟାକୁ।